ଯେଉଁ ଓଡ଼ିଶା ମାଟିରେ ଜଗତର ନାଥ ଜଗନ୍ନାଥ ବିରାଜମାନ କରିଛନ୍ତି, ତାଙ୍କ ବଡ଼ ଦାଣ୍ଡରେ କୌଣସି ଜାତିଭେଦ ନଥାଏ। ତାଙ୍କ ମହାପ୍ରସାଦ ସେବନ କଲାବେଳେ କୌଣସି ଜାତିଭେଦ ନଥାଏ। ଯେଉଁ ଓଡ଼ିଶା ମାଟିରେ ଲକ୍ଷ୍ମୀ ପୁରାଣ ଘରେ ଘରେ ପରିଚିତ ଏବଂ ସେ ଲକ୍ଷ୍ମୀ ପୁରାଣ ଭିତରେ ଅଛି ଯେ ମହାଲକ୍ଷ୍ମୀ ବା ମା ଲକ୍ଷ୍ମୀ ଶ୍ରିୟା ଚଣ୍ଡାଳୁଣୀ ଘରକୁ ଯାଇକି ତାକୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି କେବଳ ଭାବ ଆଉ ଭକ୍ତି ପାଇଁ, ଟଙ୍କା ଜାତି ଦେଖିକି ନୁହଁ। ଯେଉଁ ଓଡ଼ିଶା ମାଟିରେ ଅନେକ କଥା ଆଉ କାହାଣୀ ଅଛି ଯେଉଁଥିରେ କି ଜାତି ଭେଦକୁ ଦୂର କରିବା ପାଇଁ ବାର୍ତ୍ତା ଦିଆଯାଇଛି। ନିଜେ ଶ୍ରୀରାମଚନ୍ଦ୍ର ବନବାସରେ ବା ବନରେ ଥିବା ବେଳେ ଶବରୀର ଅଇଁଠା କୋଳି ଯେ କି ସେ ଚାଖି ଚାଖିକି ଦଉଥିଲେ, ପ୍ରଭୁ ତାକୁ ଖାଉଥିଲେ, ସେତେବେଳେ ସେ କେବେ ଜାତି ଭେଦ କରିନାହାନ୍ତି, ଜାତି କଥା ଦେଖି ନାହାନ୍ତି। ଭକ୍ତ ଶାଲବେଗ ଏତେ ସୁନ୍ଦର ଭାବରେ ରଚନା କରିଛନ୍ତି ବିଭିନ୍ନ ଜଣାଣ ସବୁ। ତାଙ୍କ ପାଇଁ ରଥ ଅଟକି ଯାଇଥିଲା, ଜଗନ୍ନାଥଙ୍କ ରଥ। ଆହେ ନୀଳ ଶୈଳ ବୋଲି ଯେଉଁ ସୁନ୍ଦର ଜଣାଣଟି ଅଛି ତାକୁ ରଚନା କରିଛନ୍ତି ଭକ୍ତ ଶାଲବେଗ, ଯିଏକି ଜାତିର ଯୌବନ ବା ମୁସଲମାନ ଥିଲେ। ଏମିତି ଅନେକ କାହାଣୀ ଅଛି। ଭୀମ ବହି ସୁନ୍ଦର ସୁନ୍ଦର କଥା ଲେଖିଛନ୍ତି। ପଞ୍ଚସଖା ଯୁଗରେ ଜଗନ୍ନାଥ ଦାସ, ବଳରାମ ଦାସ, ଶିଶୁବନ୍ତ ଦାସ, ଯଶୋବନ୍ତ ଦାସ, ଏମାନେ ସବୁ ବହୁତ ବଢିଆ ବଢିଆ କଥା ଲେଖିଛନ୍ତି ଜାତିଭେଦକୁ ଦୂର କରିବା ପାଇଁ। ଶ୍ରୀ ଚୈତନ୍ୟ ମଧ୍ୟ ପଞ୍ଚସଖାଙ୍କ ସହିତ ମିଶିକି ଏ କଥାକୁ ଆହୁରି ପ୍ରଚାର ପ୍ରସାର କରିଛନ୍ତି। କିନ୍ତୁ ସେଇ ମାଟିରେ ଏକ ବଡ଼ ବିପର୍ଯ୍ୟୟ ଦେଖା ଦଉଛି। ବର୍ତ୍ତମାନ ଆଧୁନିକତାର ବାର୍ତ୍ତାବହ କହି ବା ଆଧୁନିକତାର ଶୀର୍ଷରେ ଆମେ ପହଞ୍ଚି ଯାଉଛୁ କହି ଗର୍ବ କରୁଥିବା ଏ ମଣିଷମାନେ ଜାତି ଭେଦ ଦେଖି ବା ଜାତି ଭେଦର ଏକ ନୂଆ ଉଦାହରଣ ତିଆରି କରିଛନ୍ତି ଓଡ଼ିଶା ମାଟିରେ। କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳର କୌଣସି ଏକ ଅଙ୍ଗନବାଡି କେନ୍ଦ୍ରରେ ଯେତେବେଳେ ପାଚିକା ସହାୟିକା ଭାବେ ନିଯୁକ୍ତି ପାଇଲେ ଜଣେ ଯୁବତୀ, ତାଙ୍କର ଭିନ୍ନ ଜାତି କହି ତାଙ୍କୁ ବାରଣ କରାଗଲା ପ୍ରଥମେ ଯେ ସେ ରୋଷେଇ କରିପାରିବେ ନାହିଁ। ଆଉ ଯେତେବେଳେ ସେ ନ ମାନି ତାଙ୍କର କାର୍ଯ୍ୟ କରିବାକୁ ଲାଗିଲେ, ସେତେବେଳେ 50ରୁ ଅଧିକ ପରିବାର ତାଙ୍କର ପିଲାମାନଙ୍କୁ ଏ ଅଙ୍ଗନବାଡିକୁ ଖାଇବାକୁ ଛାଡ଼ି ନଥିଲେ ଯେ ସେ ଭିନ୍ନ ଜାତିର ଲୋକ, ସେ ରୋଷେଇ କରୁଥିବାରୁ ଆମ ପିଲା ତାହା ଖାଇପାରିବ ନାହିଁ ବା ଖାଇବ ନାହିଁ। ଥରେ ଚିନ୍ତା କଲେ ଆମେ ବର୍ତ୍ତମାନ ଆସି କୋଉ ଯୁଗରେ ପହଞ୍ଚିଲେଣି, କୋଉ ସମୟରେ ପହଞ୍ଚିଲେଣି। ସେ ସମୟରେ ଆପଣ ଏଇ ଜାତି କଥାକୁ ନେଇକି ବିରୋଧ କରିବେ, ନିଜର ଅସନ୍ତୋଷ ଜାହିର କରିବେ, ଜଣକୁ ହେୟ ଜ୍ଞାନ ମନେ କରିବେ, ଜଣକୁ ଅପମାନିତ ମନେ କରିବେ, ଜଣକୁ ଲଜ୍ଜିତ କରେଇବେ, ଅପମାନିତ କରେଇବେ। ସେଇ ଝିଅଟି ମନରେ କ'ଣ ଚାଲିଥିବ? ଶିକ୍ଷିତ ଯୁବତୀଟିଏ, ସେ ପଢ଼ିଛି ପାଠ ବା ନ ପଢ଼ି ବି ପାରେ। ପାଠ ପଢ଼ିବା ସହିତ କଥା କିଛି ସମ୍ପର୍କ ନାହିଁ। ପାଠ ପଢ଼ିଲେ କ'ଣ ସମସ୍ତେ ବଦଳିଯିବେ? ବର୍ତ୍ତମାନ ଆମର ଲିଟରେସି ରେଟ୍ କେତେ ହାଇରେ? ତାମାନେ ସମସ୍ତେ ପାଠ ପଢ଼ୁଛନ୍ତି, କିନ୍ତୁ ସମସ୍ତେ ଇଏ କଥାକୁ ବୁଝି ନାହାନ୍ତି। ସମସ୍ତେ ପୁରାଣ ଶାସ୍ତ୍ର ପଢ଼ୁଛନ୍ତି, ରାମାୟଣଙ୍କ କଥା କିଏ ପଢ଼ି ନାହିଁ? ଇଏ ମୁଁ ଯେଉଁ ବର୍ତ୍ତମାନ ଯେତିକି ଉଦାହରଣ ଦେଲି, ଭକ୍ତ ଶାଲବେଗ ହୁଅନ୍ତୁ, ଜଗନ୍ନାଥ ଦାସ ହୁଅନ୍ତୁ, ବଳରାମ ଦାସ ହୁଅନ୍ତୁ, ଓଡ଼ିଆ ଭାଗବତ ହଉ, ଇଏ ଲକ୍ଷ୍ମୀ ପୁରାଣ ହଉ, ଏ କଥା କିଏ ପଢ଼ି ନାହିଁ ବା କିଏ ଜାଣି ନାହିଁ? ଏ ସମସ୍ତେ ଜାଣିଛନ୍ତି। ସବୁ ପରେ ସମ୍ବିଧାନ ଅଛି, ସମ୍ବିଧାନରେ 17 ଧାରାରେ ମଧ୍ୟ କୁହାଯାଇଛି, ସେ କଥା ବି ମଧ୍ୟ ବାଦ ଦିଅନ୍ତୁ, କିଏ ଜାଣିନାହିଁ? ସମସ୍ତେ ଜାଣିଛନ୍ତି। କେବଳ ଏତିକି କଥା ନୁହଁ, ଏଇ ଘଟଣାଟି ଘଟିଲା ପରେ ସେଠିକି ସରପଞ୍ଚ ଆସିଛନ୍ତି, ସିଡିପିଓ ଆସିଛନ୍ତି, ଉପଜିଲ୍ଲାପାଳ ଆସିଛନ୍ତି, ଜିଲ୍ଲାପାଳ ବି ଅର୍ଡର ଦେଇଛନ୍ତି ଯେ ଯେଉଁମାନେ ଏସବୁ କାମ କରୁଛନ୍ତି ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। କିନ୍ତୁ ମୁଁ କହିବାକୁ ଚାହେଁ ଯେ ଏହା ଦ୍ୱାରା କିଛି ବି ଫଳ ହେବ ନାହିଁ। ଯଦି ପ୍ରାକ୍ଟିକାଲ ବିଚାର କରାଯାଏ ତାହେଲେ ଏସବୁର କିଛି ଫଳ ହେବ ନାହିଁ। ଏସବୁ ଅଛି, ଲୋକ ପୁରାଣ ପଢ଼ିଛନ୍ତି, ଶାସ୍ତ୍ର ପଢ଼ିଛନ୍ତି, ଲୋକ ଜାତିଭେଦ ବିଷୟରେ ବୁଝିଛନ୍ତି। ଜାତିଭେଦ ଦୂର କଲେ ସମାଜ କେତେ ଆଗକୁ ଯାଇପାରିବ, ସମସ୍ତେ ମିଳିମିଶିକି ଆଗକୁ ଯିବା, ଏକଥା ସମସ୍ତେ ହେଜିଛନ୍ତି। ସମ୍ବିଧାନ ମନା କରିଛି, ନ୍ୟାୟ ଅଛି, କଠୋର ନିୟମ ଅଛି। ଯଦି ସେମିତି କିଛି ଭେଦଭାବ କରାଯାଏ ତା ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବାର ବ୍ୟବସ୍ଥା କରାଯାଇଛି, ଜେଲ ଯିବ। କିନ୍ତୁ ସେସବୁରେ କିଛି ଫରକ ପଡ଼ିବନି। ମୁଁ ଏଇଥିପାଇଁ କହୁଛି, ଯେଉଁଗୁଡ଼ିକ ସୋସିଆଲ ବା ସାମାଜିକ, ମଣିଷ ଭିତରେ ସାମାଜିକ ଅନ୍ଧବିଶ୍ୱାସ ଗୁଡ଼ିକ ରହିଯାଇଛି, ସେଗୁଡ଼ିକ ଏତେ ସହଜରେ ହଟେନି।
ବ୍ୟକ୍ତି ଜାଗरूକତା ନହେଲେ, ବ୍ୟକ୍ତି ଜାଗରଣ ସୃଷ୍ଟି ନହେଲେ, ନିଜ ଆତ୍ମା ଭିତରକୁ ଯଦି ଗୋଟେ କଥା ନ ଆସିବ, ଗୋଟେ ସ୍ୱର ସୃଷ୍ଟି ନହବ, ମୁଁ ଏଗୁଡ଼ା କାହିଁ କରୁଛି, ଏଥିରେ ମିଳିବ କ'ଣ? ମଣିଷ ସେତେବେଳେ ଯାଇ ଏ ପରିବର୍ତ୍ତନ ହବ ନାହିଁ। କେତେ ନିୟମ ହେଇଛି, କିନ୍ତୁ ଯୌତୁକ ପ୍ରଥା ହଟିଯାଇଛି? ଏବେ ବି ଅଛି। ବହୁତ ବଡ଼ ବଡ଼ ଲୋକମାନେ ଡାକି ଡାକି ଯୌତୁକ ଦଉଛନ୍ତି। ହଟିବନି। ଆପଣ ନିୟମ କରି ଗୁଟକା ହଟେଇକି ଦେଖନ୍ତୁ, ଗୁଟକା ଯୋଉ ବାଟେ ଚାଲିବା କଥା ଚାଲିବ। ମଦ୍ୟ ହଟେଇକି ଦେଖନ୍ତୁ, ଯୋଉ ବାଟେ ଚାଲିବା କଥା ଚାଲିବ। ଲୋକ ଯେତେବେଳେ ଯାଏ ନିଜ ଭିତରୁ ସେ ଗୋଟେ ଡାକ ଆସିନାହିଁ, ନା ଏଗୁଡ଼ା ମୁଁ କାହିଁ କରୁଛି, ଏହାର ମାନେ କ'ଣ, ମୂଲ୍ୟ କ'ଣ, ସେତେବେଳେ ଯାଏ ହବ ନାହିଁ। ଆମେ ହସ୍ପିଟାଲ ଯାଇକି ବ୍ଲଡ ନେଲା ବେଳେ ପଚାରିକି ଦେଖୁନାହାନ୍ତି କିଏ ତିଆରି ସେ ବ୍ଲଡ ଦେଇଛି, କାହାର ବ୍ଲଡ ସେ। ଆମେ ଦେଖୁନାହାନ୍ତି ଯେ ପାଉଁରୁଟି କେକ୍ ବନେଇଛି କିଏ ବନେଇଛି, କାହା ହାତ ଛୁଆଁ ହେଇକି ଆସିଛି। ଛୁଆକୁ ଭାତ ଖାଇବା ପାଇଁ ମନା କରିଦେଲେ ଅଙ୍ଗନବାଡ଼ିରେ, କିନ୍ତୁ ଘର ପାଖରେ ଯୋଉ ପ୍ୟାକେଟ ଆଇଟମ ସେ ଖାଉଛି ତାକୁ କିଏ ବନଉଛି କେହି ଜାଣନ୍ତି ନାହିଁ, କେହି ବୁଝନ୍ତି ନାହିଁ କାହା ହାତ ଦେଇକି ଆସିଛି, କିଏ ତାକୁ ତିଆରି କରିଛି, କେତେ ଜଣ ଲୋକଙ୍କର ଶ୍ରମ ସେଠି ଲାଗିଛି, ସେ କଥା କେହି ବୁଝନ୍ତି ନାହିଁ। କୁରକୁରି, ଲେଜ୍, ଆପଣ ଏମିତିକି ମିଠା ଖାଉଛନ୍ତି, ମିକ୍ସଚର, ଚେନାଚୁର ଖାଉଛନ୍ତି, ବିସ୍କୁଟ ଖାଉଛନ୍ତି, କିଛି ବି ପ୍ୟାକେଟ ଜିନିଷ ଖାଉଛନ୍ତି ନା, ସେ ସବୁ କିଏ ବନେଇଛି ଆପଣ ବି ବୁଝନ୍ତି ନାହିଁ, କି ବୁଝିବାକୁ ଚାହାନ୍ତି ନାହିଁ। ତାହେଲେ ଯଦି ଚାହାନ୍ତି ନାହିଁ ସେଇଟା ତ ଭଲ କଥା। ଏଇଠି କାହିଁକି ଆମେ ଏଇ ପ୍ରକାର ଗୋଟେ ପରିସ୍ଥିତି ସୃଷ୍ଟି କରିବା? ଜଣେ ପିଲା, ଜଣେ ଛୋଟ ଝିଅଟିଏ, କମ ବୟସର ଝିଅଟିଏ, ସେ ନୂଆ ନୂଆ ଚାକିରି ପାଇଛି, କିଛି ବି ଚାକିରି ପାଉ, କିଛି ବି କାମ କରୁ, ତାକୁ ଆମେ ଉତ୍ସାହିତ କରିପାରନ୍ତେ, ନ କଲେ ଚୁପ୍ ରହିପାରନ୍ତେ। କିନ୍ତୁ ତାକୁ ଯୋଉ ବାର୍ତ୍ତା ଆମେ ଏସବୁ କରିବା ଦ୍ୱାରା ଆମେ ପିଲାଙ୍କୁ ପଠେଇବାନି, ତାକୁ ସେ କେତେ ଡିପ୍ରେସନରେ ରହିଥିବ ଚିନ୍ତା କରିକି। ସେ ଈଶ୍ୱରଙ୍କୁ କେତେ ପଚାରି ନଥିବ ଯେ ଈଶ୍ୱର, ମୁଁ କେବଳ କ'ଣ ଜନ୍ମ ହେଇଗଲି ବୋଲି ଗୋଟେ ଜାତି ଭିତରେ ମୋର ଜାତି ପରିବର୍ତ୍ତନ ହେଇଗଲା ଏବଂ ଲୋକମାନେ ମତେ ହେୟଜ୍ଞାନ କରିବେ, ଘୃଣା କରିବେ। ମୁଁ ସବୁବେଳେ କହୁଛି, ଯଦି କିଛି ଜଣେ କର୍ମ ଭୁଲ କରୁଛି, ଯଦି ସେ ଝିଅ ପିଲାଟି ଆପଣଙ୍କର ଅଳିଆ ଅସନା କରୁଛି, ବା ଖାଇବା ଠିକ ବନଉନାହିଁ, ଖାଇବା ଉପରେ କିଛି ମିଶେଇ ଦଉଛି, ବା ଲକ୍ଷ୍ୟ କରୁନାହିଁ, ଝିଟିପିଟି ପଡ଼ିଯାଉଛି, ଅନ୍ୟାନ୍ୟ କାର୍ଯ୍ୟକ୍ରମ କିଛି ଯେତିକି କରୁଛ, ସେଗୁଡିକ ଆପଣ ନଜର ଦେଇପାରିବେ। ଏଗୁଡିକ କରୁନି କାହିଁକି, କରିବା ଉଚିତ। ଆମ ପିଲା ଖାଉଛନ୍ତି, ତେଣୁ ସେ ଟିକେ ନଜର ଦେବା ଉଚିତ, ଝିଟିପିଟି ନ ପଡ଼ିଯିବା ଉଚିତ, ଢାଙ୍କିକି ରଖିବା ଉଚିତ, ହାତ ଧୋଇକି କାମ କରିବା ଉଚିତ। ଏକ କଥା ଉପରେ କହିପାରିବେ ଆପଣ, ସ୍ୱଚ୍ଛତା ଉପରେ କହିପାରିବେ, ସଫାସୁତୁରା ରଖିବା ଉପରେ କହିପାରିବେ। କିନ୍ତୁ ଜଣେ ଜନ୍ମ ହେଇଯାଇଛି ବୋଲି ଗୋଟେ ଜାତିକୁ ନେଇକି କହିକି ଆମେ ଭାତ ଖାଇବାନି, ଏ କି ପ୍ରକାର ମାନସିକତା? ଯୋଉ ଓଡ଼ିଶାରୁ ପୁରା ଭାରତ ବର୍ଷକୁ ରିପ୍ରେଜେଣ୍ଟ କରୁଛନ୍ତି ଜଣେ ମହିଳା ରାଷ୍ଟ୍ରପତି, ମହାମହିମ ରାଷ୍ଟ୍ରପତି ପଦବୀରେ ଅଛନ୍ତି, ଆମେ ସେଇ ରାଜ୍ୟରେ ଜନ୍ମ ହେଇକି ଜଣେ ଅଙ୍ଗନବାଡି କର୍ମୀଙ୍କୁ ଆମେ ବିରୋଧ କରିବା, ପିଲାଙ୍କୁ ଖାଇବାକୁ ଛାଡ଼ିବାନି। ସେଇ ବିଶ୍ୱକୁ ନୂଆ ଉଦାହରଣଟେ ଦେବା। ଯୋଉ ଓଡ଼ିଶାରୁ ଗୋଟେ ଉଦାହରଣ ଗଲା, ଜଣେ ଆଦିବାସୀ ମହିଳା ହେଇକି ଜଣେ ଶ୍ରେଷ୍ଠ ସ୍ଥାନରେ ପହଞ୍ଚି ପାରିଛନ୍ତି, ରାଷ୍ଟ୍ରପତି ହେଇପାରିଛନ୍ତି ଦେଶର, ଇଏ କେଡ଼େ ଗୋଟେ ମହାନ କଥା ଥିଲା, ଅନ୍ୟମାନଙ୍କ ପାଇଁ ବାର୍ତ୍ତା ଥିଲା, ବିଶ୍ୱ ସମୁଦାୟ ପାଇଁ ଗୋଟେ ବାର୍ତ୍ତା ଥିଲା। ଭାରତ ବର୍ଷରେ ଇଏ କଥା ହେଇପାରୁଛି, ଘଟିପାରୁଛି। ଯୋଉ ଭାରତ ଦିନେ ଜାତି ପ୍ରଥା ଭିତରେ ସଢ଼ି ହଉଥିଲା, ସେ ଆଜି ଜାତି ପଥରୁ ଉଠିକି ଉପରକୁ ଆସିପାରିଛି। ଆଜି ପୁଣି ସେଇ ଓଡ଼ିଶା ଭିତରେ ପୁଣି ଏକ ନୂଆ କଥା ଆମେ ତିଆରି କରିକି ସୁଯୋଗ ଦଉଛେ ସେମାନଙ୍କୁ କହିବା ପାଇଁ, ସେମାନଙ୍କୁ ଉଦାହରଣ ତିଆରି କରିକି ଦଉଛେ ଯେ ତୁମାନେ କୁହ ଯେ ଓଡ଼ିଶା ଭିତରେ ଏକ ଅଙ୍ଗନବାଡି କେନ୍ଦ୍ରରେ ଜଣେ ଅନ୍ୟ ଜାତିର ଝିଅଟି ଚାକିରି ପାଇଗଲା ବୋଲି ବା କାମ ପାଇଗଲା ବୋଲି, ସେ ରୋଷେଇ କଲା ବୋଲି ଆମ ପିଲାଙ୍କୁ ଆମେ ଖାଇବାକୁ ଛାଡ଼ିବାନି। ଭାତରେ ନଥାଏ କୌଣସି ଭେଦ, ଭୋକ ବୁଝେ ନା କୌଣସି ଜାତି ଭେଦ। ଆପଣଙ୍କୁ ଥରେ ଭୋକ ଲାଗୁ, 5 ଦିନ ଉପବାସ ରହିକି ଦେଖନ୍ତୁ। ଲକ୍ଷ୍ମୀ ପୁରାଣରେ ସେଇ କଥା କୁହାଯାଇଛି ନା, ଜଗନ୍ନାଥ ବଳଭଦ୍ର ଯୋଉ ବୁଲିଲେ, ଏତେ ବର୍ଷ ଧରିକି ଲକ୍ଷ୍ମୀ ସାନ୍ତାଣୀ ତାଙ୍କୁ ବୁଲେଇଲେ, ଏକଥା କ'ଣ ପାଇଁ କୁହାଯାଇଛି? ଏ ଉଦାହରଣ ସେଇଥିପାଇଁ ଦିଆଯାଇଛି, ଯେତେବେଳେ ଏତିକି ପରିମାଣରେ ଲୋକଙ୍କୁ ଭୋକ ଲାଗେ, ନିଜର ଆବଶ୍ୟକତା କଥା ଚିନ୍ତା କରେ, ସେତେବେଳେ ସେ ଜାତି ଭେଦ, ବର୍ଣ୍ଣ, ଲିଙ୍ଗ, ଅଞ୍ଚଳ କିଛି ବୁଝେ ନାହିଁ, କେବଳ ଖାଇବାକୁ ବୁଝେ। ଆଉ ତମେ ଖାଦ୍ୟ ପାଖରେ ଇଏ ଭେଦ କ'ଣ? ମୁଁ ଭାବୁଛି ଆପଣ ଟିକେ ଚିନ୍ତା କରିବେ, ଟିକେ ବୁଝିବେ। ନହେଲେ ମୋର କହିବାର କିଛି ଆବଶ୍ୟକ ନଥିଲା, ମୋର କରିବାର ଭିଡ଼ିଓ କିଛି ଆବଶ୍ୟକ ନଥିଲା। ମୁଁ କାହିଁକି କହୁଛି, ମୁଁ କାହିଁକି କରୁଛି, ମୁଁ ବିଚାର କରେ, ଯଦି ମୋ କଥା 2 ଜଣ ଶୁଣୁଛନ୍ତି, 4 ଜଣ ଶୁଣୁଛନ୍ତି, 6 ଜଣ ଶୁଣୁଛନ୍ତି, ତ ସେ 6 ଜଣ ଭିତରୁ ଯଦି 2 ଜଣ ମୋ କଥାଟିକୁ ଭିତରକୁ ନେଇକି ଚିନ୍ତା କରୁଛନ୍ତି ନା ଆମେ କେତେ କ'ଣ ଠିକ କରୁଛେ, ତାହେଲେ ଅତି କମରେ ଟିକେ ସମାଜ ସୁଧାରିବାର ଚେଷ୍ଟା ହେଇପାରିବ, ସୁଧୁରି ପାରିବ। ଯଦି ଆମେ ପୁରା ସମ୍ପୂର୍ଣ୍ଣ ଚୁପ୍ ରହିଯିବା, କେହି କିଛି କହିବାନି, ତାହେଲେ ଚୁପ୍ ରହିଯିବା ସହଜ, କହିବା କଷ୍ଟ। ତେଣୁ ମୁଁ ସେ କଷ୍ଟ କାମ କରିବା ପାଇଁ ଚେଷ୍ଟା କରୁଛି, ଆଉ କହୁଛି ଆପଣମାନେ ଟିକେ ଚିନ୍ତା କରନ୍ତୁ, ଗୋଟେ ଭଲ କଥାକୁ ନେଇକି ଉଦାହରଣ ତିଆରି କରନ୍ତୁ। ଏଇଭଳି ଗୋଟେ କୁତ୍ସିତ ମାନସିକତାର ପରିଚୟ ଦେଇକି
ଆମେ ଆମ ଜାତିକୁ ଆମ ଗୌରବକୁ ଏମିତି ନଷ୍ଟ କରିପାରିବାନି। ବିଚାର କରିବେ। ଧନ୍ୟବାଦ।